ସାଙ୍ଗମାନେ ତୁ ମୋ ଆଖିର ତାରା ସିରିଏଲରେ ଦେଖନ୍ତୁ ବବଲି ପଡ଼ିଥିବା ରୁମ୍କୁ ତପସ୍ୟା ଆସି କୁହେ, ମୁଁ ଯଦି ତତେ ଶେଷ କରିଦିଏ ତାହେଲେ ସବୁ ଶେଷ ହେଇଯିବ। ତରୁଣ ଆଉ ମୋ ଭିତରେ ଥିବା କଣ୍ଟା ସବୁଦିନ ପାଇଁ ଖତମ। ତରୁଣ ଆଉ ମୋତେ ଏକାଠି ହେବା ପାଇଁ ତତେ ତ ବିଦାୟ ନେବାକୁ ପଡ଼ିବ। ସେପଟେ ବବଲି ସ୍ୱପ୍ନରେ ଦେଖୁଥାଏ ତାର ପଛ ଦୁର୍ଘଟଣା। ଆଉ ଏପଟେ ତପସ୍ୟା କଇଁଚ ଧରି ବବଲିକୁ ମାରିବାକୁ ଯାଉଥିବା ବେଳେ ବବଲି ଜୋରସେ ପାଟି କରି କୁହେ ତରୁଣ। ଆଉ ତରୁଣ ବାହାରେ ଥାଇ ଏକଥା ଶୁଣି ତରୁଣ ବବଲି ପାଟି ଶୁଣି ବବଲିର ରୁମ୍ ଆଡ଼େ ଦୌଡ଼େ ଆଉ ବବଲିକୁ ବସି ଧରିନିଏ। ଆଉ ଏସବୁ ତପସ୍ୟା ଲୁଚିକି ଦେଖୁଥାଏ। ତରୁଣ କୁହେ ବବଲି ତମେ ଠିକ୍ ଅଛ ତ? ଦେଖ ତମର ଡରିବାର କିଛି ବି ନାହିଁ, ମୁଁ ତମ ସାଙ୍ଗରେ ଅଛି ନା। ଆଉ ଏପଟେ ତପସ୍ୟା ଲୁଚିକି ଦେଖୁଥାଏ ଆଉ କୁହେ ତରୁଣ ଆସି ମୋର ସବୁ ପ୍ଲାନ୍ ବିଗାଡ଼ି ଦେଲେ। ମୁଁ ତ ବୁଝିପାରୁନି ବବଲି ପାଇଁ ତରୁଣ ସବୁବେଳେ ଠିକ୍ ସମୟରେ କେମିତି ଆସି ପହଞ୍ଚି ଯାଉଛନ୍ତି। ଆଉ ଏମାନଙ୍କୁ ବି ଏତିକି ବେଳେ ଆସିବାର ଥିଲା, ଏବେ ମୁଁ ଏଠୁ କେମିତି ବାହାରିବି? ବବଲି କୁହେ କିଛି ସମୟ ପାଇଁ ମୋତେ ଏମିତି ଲାଗିଲା ଯେମିତି ସମସ୍ତେ ମୋଠୁ ଦୂରକୁ ଚାଲିଗଲେଣି ଆଉ ମୁଁ ସମସ୍ତଙ୍କୁ ଛାଡ଼ି ବହୁତ ଦୂରକୁ ଚାଲି ଯାଉଛି, କିନ୍ତୁ ମୁଁ କାହାକୁ ଛାଡ଼ିକି ଯିବାକୁ ଚାହୁଁନି, କାହାକୁ ବି ନୁହେଁ। ତରୁଣ କୁହେ ତମର କିଛି ବି ହେବନି, ମୁଁ ତମକୁ କୁଆଡ଼େ ବି ଛାଡ଼ିବାକୁ ଦେବିନି ବବଲି। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।